ଶୁଣ ଗୋ ଶୁଣ ମା କ୍ଷୀରରେ କେତେ ଯେ ଗୁଣ କହୁଛି ବୁଝାଇ ଶୁଣ ମା କ୍ଷୀର ପରା ଅମୃତ ଦାନ ଶିଶୁଟି ଆମର ଦେଶର ମାନ ଜନ୍ମ ହେବା ପରେ ଶିଶୁ ବସ କ୍ଷୀର ତାକୁ ଦେବା ଯେତେ ଶୀଘ୍ର ଶିଶୁଟିକୁ ମା କ୍ଷୀର ଖୁଆଇବା ମାର କ୍ଷୀର ଈଶ୍ୱର ଦାନ ପ୍ରଥମ ଟିକା ଶିଶୁର ଜାଣ କହୁଛି ବୁଝାଇ ଶୁଣ ମା କ୍ଷୀର ପରା ଅମୃତ ଦାନ ମା କ୍ଷୀର ଦେଇ ନେବା ଯତନ ମା କ୍ଷୀର ଖାଉଥିଲେ ହଜମ କରାଇ ଶିଶୁ ମାନସିକ ବୁଦ୍ଧି ପୁଣି ଭିଟାମିନ୍ ମିଳେ ଶିଶୁକୁ ଶିଶୁର ପୁଣି ସୌନ୍ଦର୍ଯ୍ୟ ବଢ଼େ ଭିଟାମିନ୍ ଅଛି ସେଥିରେ କହୁଛି ବୁଝାଇ ଶୁଣ ମା କ୍ଷୀର ଦେଇ ନେବା ଯତନ ସ୍ନେହ ସାର ପୁଷ୍ଟି ସାର ଅଛି ପୁଣି ମା କ୍ଷୀରେ ମା କ୍ଷୀର ସୁରକ୍ଷିତ ପୁଣି ଯେ ସଫା ଅଟେ ରେ ଶିଶୁର ଏହା ପ୍ରଥମ ଟିକା ମା କ୍ଷୀର 6 ମାସ ଯେ ଦେବା କହୁଛି ବୁଝାଇ ଶୁଣ ମା କ୍ଷୀର ଦେଇ ନେବା ଯତନ ଶିଶୁଟି ଆମର ଦେଶର ମାନ ମା କ୍ଷୀର ଖାଉଥିଲେ ହେବନି ଶିଶୁକୁ ରୋଗ ମାକୁ ଯେ ହେବ ନାହିଁ ସ୍ତନ କର୍କଟ ଯେ ରୋଗ ସମ୍ପର୍କ ବଢ଼େ ମା ଶିଶୁର ଅନିଦ୍ରା ହୁଏନି ମାଟି ତାର କହୁଛି ବୁଝାଇ ଶୁଣ ମା କ୍ଷୀର ପରା ଅମୃତ ଦାନ ମା କ୍ଷୀର ଦେଇ ନେବା ଯତନ ମା କ୍ଷୀର ଶିଶୁ ପାଇଁ ଅଟଇ ଯେ ଉପକାର ଶିଶୁର ଯେ ମା କ୍ଷୀର ଅଟେ ସମ୍ପୂର୍ଣ୍ଣ ଆହାର ମାନସିକ ବୃଦ୍ଧି ହୁଏ ଶିଶୁର ଓଜନରେ ସ୍ୱାଭାବିକ ଯେ ସ୍ତର କହୁଛି ବୁଝାଇ ଶୁଣ ମା କ୍ଷୀର ପରା ଅମୃତ ସମ ମା କ୍ଷୀର ଦେଇ ନେବା ଯତନ ମା କ୍ଷୀରେ ରହିଅଛି ଭିଟାମିନ୍ ପ୍ରଚୁର ଆଖି ରୋଗ ପାଇଁ ପରା ଶିଶୁକୁ ନଥିବ ଡର ଶିଶୁ ଖାଉଥିଲେ ମାର କ୍ଷୀର ବିଳମ୍ବେ ହୁଆଇ ଗର୍ଭ ସଞ୍ଚାର କହୁଛି ବୁଝାଇ ଶୁଣ ମା କ୍ଷୀର ଦେଇ ନେବା ଯତନ ଶିଶୁଟି ଆମ